সৃষ্টি করছেন মতো কিছু কোশ্চেন করে মতো আনসার দেবি। হ্যাঁ এই জায়গার মানে কোণ প্রপর কোণ এটি ঘটে কোণ নাই সেটা ଟିକେ ডিটেল জানিবার চাହୁଛି ଆଉ। না কাউকে মতো পচারছেন? ହଁ ইয়ে কଳାহাଣ୍ଡି ଜିଲ୍ଲା ହେଡ଼କ୍ୱାର୍ଟର ଭବାନୀପାଟଣାରୁ ମାତ୍ର 8-10 କିଲୋମିଟର ଡିଷ୍ଟାନ୍ସରେ ଡ୍ୟାମ୍ଟା ଅଛି। এই যে ড্যামটা ଅଛି ଆମର ଅନେକ ପର୍ଯ୍ୟଟନ ମାନେ ଆସନ୍ତି ଏ ଜାଗାକୁ। ଏ ଯେଉଁ ଡ୍ୟାମ୍ଟା ଆପଣ ଟିକେ ଦେଖନ୍ତୁ, ଏ ଡ୍ୟାମ୍କୁ ଦେଖନ୍ତୁ ଟିକେ ବାସ୍। এই ଯେଉଁ ଡ୍ୟାମ୍ଟା ଆପଣ ଦେଖିଲେ ଆପଣ এই ଯେଉଁ ଡ୍ୟାମ୍ଟା ଜଷ୍ଟ ଦେଖିଲେ ଭାଇ, ମାନେ ଆପଣ ଯେଉଁ ଡ୍ୟାମ୍ଟା ଦେଖିଲେ ଏ ଡ୍ୟାମ୍ଟା ଗୋଟେ ଏତେ ମାନେ ଏତେ ଆନନ୍ଦ ମାନେ ମନମୁଗ୍ଧ ହୋଇଯାଏ। ଯିଏ ବି ଆସନ୍ତି ଆମର ପର୍ଯ୍ୟଟନ ମାନେ ଯିଏ ବି ଆସନ୍ତି, ଆମେ ଭବାନୀପାଟଣା ଆସୁଛୁ, ଫୁଲିଝରଣା ଯିବା, ଭଟାଙ୍ଗପଦ ଡ୍ୟାମ୍କୁ ଯିବା, ରାବଣଦ୍ୱାର ଯିବା, ଅନେକ କଥା ହୁଅନ୍ତି। କିନ୍ତୁ ଆମେ ପ୍ରାୟ କହୁ ନିୟର୍ ଆଣ୍ଡ ଡିୟର୍ ଭବାନୀପାଟଣା ମାତ୍ର 8-10 କିଲୋମିଟର ଡିଷ୍ଟାନ୍ସ ଆସିଲେ ଆପଣ ଏଇଠି ପହଞ୍ଚିଯିବେ। ଭବାନୀପାଟଣା ଭଟାଙ୍ଗପଦ ଡ୍ୟାମ୍ এই ଜାଗାରେ ଅନେକ ପର୍ଯ୍ୟଟନ ମାନେ ଆସନ୍ତି। ଜାଗା ଭଲ, ଆଉ ଯେଉଁ ଜଙ୍ଗଲ ପାହାଡ଼ ପ୍ରାକୃତିକ ମାନେ ଏତେ ସୁନ୍ଦର ଲାଗେ ଯେ ମୁଁ ଆଉ ଅଧିକ କ'ଣ କହିବି। ଆସିଲା ମାନେ ଏଇଠି ଭୋଜି କରିବେ, ଫିଷ୍ଟି କରିବେ, ବୁଲାବୁଲି କରିବେ, এইগুলা ସବୁ ଭଲ ଲାଗେ ଆଉ। ତେଣୁକରି ଅନେକ ପର୍ଯ୍ୟଟନ ମାନେ ଆସିକି ଏଇ ଜାଗାରେ ଫିଷ୍ଟି କରନ୍ତି, ଭୋଜି ଭାତ କରନ୍ତି, ଏନ୍ଜୟ କରନ୍ତି, ଗାଧୁଆପାଧା କରନ୍ତି। ଆପଣ ଦେଖିପାରୁଥିବେ ଜଷ୍ଟ ଆମ ଆଗରେ ସେଇଠି ଗୋଟେ ଫିଷ୍ଟି ପ୍ରୋଗ୍ରାମ୍ ଚାଲିଛି। ଆଉ ଆମେ ଏବେ ଆସିଲା ବେଳେ ଆଗରେ ମଧ୍ୟ ଗୋଟେ ଦୁଇଟା ଫିଷ୍ଟି ପ୍ରୋଗ୍ରାମ୍ ଚାଲିଥିଲା। ଏଠି ଗୋଟେ ଫିଷ୍ଟ ପ୍ରୋଗ୍ରାମ ଚାଲିଛି। ଖାଲି ଶୀତ ଦିନ ବୋଲି ନୁହଁ, ଆପଣ ଏନି ମୋମେଣ୍ଟ ଯେବେ ଆସିବେ ଏ ଡ୍ୟାମ୍ ପାଖରେ ଫିଷ୍ଟି କରିପାରିବେ। ଯେବେ ବି ଆସିବେ ଏ ଡ୍ୟାମ୍ରେ ସବୁବେଳେ ପାଣି ଭରପୁର ଥାଏ। ଖରାଦିନ ଟିକେ ପାଣି ଅଳ୍ପ କମିଯାଇଥିବ, ଫିର୍ ବି ଏଠି ପାଣି ଥାଏ, ଜଳବାୟୁ, ପାହାଡ଼ ପର୍ବତ ଜଙ୍ଗଲ ଘେରିକି ଥାଏ। ଏଇ ଜାଗାକୁ ଆସିବା ପାଇଁ ଆମେ ବହୁତ ଭଲ ପାଉ ଏବଂ ଯେଉଁ ପର୍ଯ୍ୟଟନ ଆସନ୍ତି ସେମାନେ ମଧ୍ୟ ଆସିକି ଏଇ ଜାଗାରେ ବହୁତ ସୁରୁଖୁରୁରେ ଭୋଜିଭାତ କରିକି ଆନନ୍ଦ କରନ୍ତି। ଏଠି କୌଣସି ରିସ୍କ ନାହିଁ, ଏତେଟା ଡେଞ୍ଜର ଜୋନ୍ ନାହିଁ। କିନ୍ତୁ ଯେଉଁ ବଦମାସିଆ କିଛି ଅଛନ୍ତି ଆସିକି ମାନିବେନି, ଗାଧୋଇବେ, ଡେଇଁ ପଡ଼ିବେ, ଏଠି ଗୋଡ଼ ତ ଭାଙ୍ଗିବ, ଏମିତି ସବୁ କେସ୍ ହୁଏ ଆଉ। ପାଣି କମ୍ ଥିବାରୁ ଡେଇଁ ପଡ଼ନ୍ତି, ସେଥିପାଇଁ ଅସୁବିଧା ଘଟିବ ପଡ଼େ। ନହେଲେ ନାଇଁ ଅଧିକା ପାଣି ଥିଲେ କିଛି ଅସୁବିଧା ନାହିଁ। ହଉ ଆପଣଙ୍କ ବକ୍ତବ୍ୟ।